ଆପଣ ଫିଲ୍ମରେ ସବୁ ଦେଖିଛନ୍ତି ଗୁଣ୍ଡା ଆଗରୁ ସବୁ ଥିଲେ, ଏବେ ବି ଅଛନ୍ତି ଫିଲ୍ମରେ ସବୁ ଗୁଣ୍ଡା। ମାନେ ଆଗରୁ ଆମ ଓଡିଆ ଫିଲ୍ମରେ ଗୁଣ୍ଡା ଥିଲେ, ଦେଖିବେ ଯେତେବେଳେ କାହାକୁ ତାକୁ ହିରୋକୁ ବିପଦରେ ପକେଇବାର ପଡିବ ସେତେବେଳେ ତା ପରିବାର ଲୋକଙ୍କୁ ଉଠେଇ ନିଅନ୍ତି, ବାପା ମାଆକୁ ସବୁ ଉଠେଇ ନିଅନ୍ତି, ଗୁଣ୍ଡା ତାକୁ କୁହନ୍ତି। ଆମେ ସବୁ ସିନେମାରେ ଯୋଉ ଗୁଣ୍ଡା ଦେଖିଥିଲେ, ବିଶ୍ୱରେ ଯଦି କାହାକୁ ଗୁଣ୍ଡା ଦେଖିବ ତାହେଲେ ସେ ହଉଛି ଆମେରିକା। ସାରା ବିଶ୍ୱରେ ହଉଛି ସବୁଠୁ ଗୁଣ୍ଡା ନମ୍ବର 1 ଗୁଣ୍ଡା ହଉଛି ଆମେରିକା। ତାର ରାଷ୍ଟ୍ରପତି ହଉଛି ଡୋନାଲ୍ଡ ଟ୍ରମ୍ପ। ଏମାନେ ଟଙ୍କା ପାଇଁ କେତେ ତଳ ସ୍ତରକୁ ଖସି ପାରନ୍ତି, ଆଉ କୋଉ ଭଳି ବିଶ୍ୱକୁ ନାଲି ଆଖି ଦେଖେଇ ପାରନ୍ତି, ଏ ନିକୋଲସ ଘଟଣାରେ ଦେଖିଲେ କଣ ନା ଭେନେଜୁଏଲା ରାଷ୍ଟ୍ରପତି କି କୋଉ ଭଳି ଦୟନୀୟ ଅବସ୍ଥାରେ ସେ ସ୍ୱାମୀ ସ୍ତ୍ରୀକୁ ଉଠେଇ ନେଲେ। 150 ରୁ ଉର୍ଦ୍ଧ୍ୱ ଜେଟ୍ ବିମାନ ଲଗେଇ ବମ୍ବାରୀ କରି ସେଠି ବିରାଟ ସବମରିନ ଲଗେଇ, ଆମେରିକାର ସବୁଠୁ ବଡ ସବମରିନ ସେ ଜାହାଜ ଲଗେଇକି ଇରାନ କରରେ ସେ ଯୋଉ ଭଳି ତାକୁ ଉଠେଇ ନେଲେ, କଣ ପାଇଁ? ସାରା ବିଶ୍ୱରେ ଦବଦବା ଜାହିର କରିବା ପାଇଁ ଆଉ ଡଲାରକୁ ବଞ୍ଚେଇ ରଖିବା ପାଇଁ, ଡଲାର ମାଧ୍ୟମରେ ସାରା ବିଶ୍ୱକୁ ଗୋଲାମ କରିବା ପାଇଁ ଆମେରିକା ଏ ତାର ଗୋଟେ ବିଧିବଦ୍ଧ ଷଡ଼ଯନ୍ତ୍ର। ସର୍ବାଧିକ ଅଏଲ ବିକୁଥିବା ରାଷ୍ଟ୍ର ହଉଛି ଭେନେଜୁଏଲା, ଯୋଉଠି ଅଏଲ ମାନେ ଯୋଉଠି ଖୋଳିଲେ ତେଲ ବାହାରେ। ବର୍ତ୍ତମାନ ଭାରତ ବର୍ଷ ନା ସାରା ବିଶ୍ୱର 50% ତେଲ ଭେନେଜୁଏଲାରୁ ବାହାରେ। ବର୍ତ୍ତମାନ ଆମେରିକା ତାପରେ ମାଡ଼ି ବସିଲା ତାକୁ। ବର୍ତ୍ତମାନ ଆମେରିକା କଣ କରୁଛି? ମାଡ଼ି ବସିଲା କିନ୍ତୁ ବର୍ତ୍ତମାନ ତେଲ ଯେତେବେଳେ ତାର କବ୍ଜା କରିବ, ତେଲ ବିକିବ କାହାକୁ? ଭେନେଜୁଏଲା କାଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ଛୋଟ ମୋଟ ଦେଶକୁ ସିଧାସିଧି ଭାବେ ଧମକ ଦେଇଛନ୍ତି ଏଇଭଳି। ତାପରେ କଣ ନା ଭାରତକୁ ମଧ୍ୟ ଧମକ ଦେଇଛନ୍ତି, ଯଦି ତମେ ଏଭଳି ରୁଷ ପାଖରୁ ତେଲ କିଣ ତାହେଲେ ପରିସ୍ଥିତି ମଧ୍ୟ ଭୟଙ୍କର ହବ। ଦେଖନ୍ତୁ, ରୁଷ ପାଖରୁ ଭାରତ ତେଲ କିଣୁଛି, ଭାରତର ବୈଦେଶିକ ନୀତିଟି ପରିବର୍ତ୍ତନ ହେଇଛି। ତା ମାନେ ନୁହେଁ ଯେ କେବଳ ଭାରତ ତା ପାଖରୁ ରୁଷ ପାଖରୁ ତେଲ କିଣୁଛି, ରୁଷ ପାଖରୁ ଚାଇନା କିଣୁଛି, ତୁର୍କୀ କିଣୁଛି, ଅନେକ ୟୁଏସ୍ ମାନେ କଣ ଆରବ କଣ୍ଟ୍ରି ମଧ୍ୟ କିଣୁଛନ୍ତି। ତେଣୁ ଆମେ ଯେତେବେଳେ ଇଏ ଲଗଉଛି, ଆମେରିକା ଲଗଉଛି ଭାରତକୁ ଧମକଉଛି ଏକ ପ୍ରକାର, ଭାରତ ଆମେରିକା ପାଖରୁ ବି ତେଲ କିଣେ ଆପଣ ଜାଣିଥାନ୍ତୁ। ମାତ୍ର ସର୍ବାଧିକ ତେଲ ରୁଷରୁ କିଣେ ଆଉ ଅନ୍ୟାନ୍ୟ ଦେଶରୁ କିଣେ। ଆମେରିକା ପାଖରେ ମଧ୍ୟ କିଣା ହଉଛି। ଆମେରିକା କହୁଛି ଯେ ସର୍ବାଧିକ ତେଲ ମୋ ପାଖରୁ ନିଅ, ଯେତିକି ରୁଷରୁ ନଉଛ ମୋ ପାଖରୁ ସେତିକି ନିଅ। ରୁଷକୁ ପାଖରୁ ତେଲ କିଣି ୟୁକ୍ରେନର ସେ ଯୁଦ୍ଧକୁ ବଢାବା ଦଉଛି ଭାରତ। ତାର ରାଗ ହଉଛି ସେଠି। ଦେଖନ୍ତୁ, ଯେତେବେଳେ ଗୋଟେ ରାଷ୍ଟ୍ରପତି କି ଉଠେଇ ନଉଛି, ଭେନେଜୁଏଲାର ବର୍ତ୍ତମାନ କଣ ଅବସ୍ଥା? ତାଙ୍କର ବର୍ତ୍ତମାନ ଯୋଉ ପୂର୍ବତନ ରାଷ୍ଟ୍ରପତି, ତାଙ୍କ ସେନା ବର୍ତ୍ତମାନ ପ୍ରସ୍ତୁତ ହେଲାଣି ଆମେରିକା ବିରୋଧରେ ଯୁଦ୍ଧ କରିବା। ସେ କହୁଛନ୍ତି ଆମେ ଛାଡିବୁନୁ। ଆମେରିକା ବର୍ତ୍ତମାନ ଟ୍ରାକ୍ ଗୋଟେ ଅଡୁଆ ଭିତରେ ଫସି ଯାଇଛି। ସେଠି ସିନା ତାଙ୍କ ରାଷ୍ଟ୍ରପତି ନେଇଗଲା, ଆହୁରି ତାଙ୍କର ପୂର୍ବତନ ରାଷ୍ଟ୍ରପତି ଥିଲେ, ତାଙ୍କର ସେନା ଅଛି, ବର୍ତ୍ତମାନ ଲଢାଲଢି ହେବେ। ଆଉ ଆକୁ ଯେତେବେଳେ ଦେଖିବା, ଆମେ କାଲି ଦେଖିଥିଲେ କିଛି ସିପିଆଇ ନେତା ମାନେ କାଲି ଆମ ଓଡିଶାରେ ଆନ୍ଦୋଳନ କରୁଥିଲେ ଟ୍ରମ୍ପର ଦାଦାଗିରି ବାବଦରେ। ଆଚ୍ଛା, ଟ୍ରମ୍ପ ଯେତେବେଳେ ଭାରତକୁ ଡେଡ୍ ଇକୋନୋମି କହିଲା, ରାହୁଲ ଗାନ୍ଧୀ ଯୋଉ ଭଳି ଆସିକି ଏଠି ଚିଲେଇଲେ, ଡେଡ୍ ଇକୋନୋମି ହେଇଗଲା, କଂଗ୍ରେସ ଚିଲେଇଲା। କଂଗ୍ରେସ ବର୍ତ୍ତମାନ ମୁହଁରୁ ବାହାରିଲାଣି କି ଡୋନାଲ୍ଡ ଟ୍ରମ୍ପ ଏଭଳି ଦାଦାଗିରି କରିଛି ବୋଲି। କାହିଁ କହୁନା? ଯଦି ଟ୍ରମ୍ପ କହୁଛି ଭାରତର ଡେଡ୍ ଇକୋନୋମି କହିଲା ବେଳେ ଯେ ମୁଁ ଭାରତର ଅପରେସନ ସିନ୍ଦୁରକୁ କଣ 6 ଫାୟାର କରିଛି, ତମେ ଏଠୁ ଇସ୍ୟୁ କଲ। ଟ୍ରମ୍ପ ବର୍ତ୍ତମାନ ଯୋଉ ଦାଦାଗିରି କଲା, ଯୋଉ ଅଭାବନୀୟ ମାନେ କାଣ୍ଡ କଲା, ଜଣେ ରାଷ୍ଟ୍ରପତିକୁ ଉଠେଇ ନେଲା, କାହିଁ ତମେ ଚୁପ୍ ଅଛ? ତମେ କାହିଁ ଚୁପ୍ ଅଛ? ଡୋନାଲ୍ଡ ଟ୍ରମ୍ପ କଣ ତମ ମାଉସୀ ପୁଅ ଭାଇ? ସବୁ ଚୁପ୍ ଅଛ। ଆଉ ଏଠି ଯେତେବେଳେ ଡୋନାଲ୍ଡ ଟ୍ରମ୍ପ ଅନେକ କଥାରେ ମୁଣ୍ଡ ପୁରାଏ, ବାଂଲାଦେଶରେ ହିନ୍ଦୁ ମାନଙ୍କୁ ହତ୍ୟା କରିବା ପାଇଁ ସେଠୁ ଉସ୍କାଏ, ଚାଇନା ଯେତେବେଳେ ଉସ୍କାଏ, କାହିଁ ଚାଇନା ବିରୋଧରେ ପଦେ କୁହନା, କି ଆ ବିରୋଧରେ ଆମେରିକା ବିରୋଧରେ କୁହନା। ଆଜି ଆମେରିକା ତମକୁ ଗୁଣ୍ଡା ଦେଖାହେଲା। ଆଉ ଯଦି ଆମେ ଦେଖିବା, ରୁଷ ବର୍ତ୍ତମାନ ଚୁପ୍ କାହିଁକି? ଭେନେଜୁଏଲାରେ ଯେତେବେଳେ ସେ ଯୋଉ ନିକୋଲେସ ତାଙ୍କ ରାଷ୍ଟ୍ରପତି ତାଙ୍କ ଦମ୍ପତିକୁ ଉଠେଇ ନେଲେ, ରୁଷ କାହିଁକି ଚୁପ୍? ଚାଇନା କାହିଁକି ଚୁପ୍? ଯୋଉ ସବୁଠୁ ବଡ ବଡ ପାୱାରଫୁଲ ରାଷ୍ଟ୍ର କହନ୍ତି, ଏମାନେ ଚୁପ୍ କାହିଁକି? ତୁର୍କୀ କାହିଁକି ଚୁପ୍? ସମସ୍ତେ କାହିଁକି ଚୁପ୍? ଏହାର କାରଣ ମଧ୍ୟ ଜାଣିଥାନ୍ତୁ। କାରଣ ହଉଛି ଏଇଆ, ଯେତେବେଳେ ଇସ୍ରାଏଲ କେବଳ ଖୋଲାଖୋଲି ଭାବେ ସମର୍ଥନ କରୁଛି କାହାକୁ ନା ଏ ଯୋଉ ଡୋନାଲ୍ଡ ଟ୍ରମ୍ପକୁ, ମାନେ ଆମେରିକାକୁ, ଯେ ହଁ ଉଠେଇଛ, ଭଲ ହେଇଛି, ଯାହା ହବ ଦେଖାଯିବ। କିନ୍ତୁ ଚାଇନା କାହିଁକି ଚୁପ୍? ଚାଇନା ତ କମ ସେ କମ ଗୋଟେ ଖାଲି
द्विपद कहीदे चुप रहीगला। चाइना कहवा चुप रहा पचर कारण है सी अपेक्षा करते डोनाल्ड ट्रम्प केमिति हेबे से भली आक्रमण माने केमिति एभली काम करिवो केबे वेनेजुएलार राष्ट्रपति को उठेइबो कना एटा ता पूर्व समस्त जानते या हम। चाइना से चुप रही जे ताइवान को दखल करिवो सही भली ताइवान को दखल करने सी देखुची यही मौका ताइवान को दखल करदेवी आपर राष्ट्र जो रूस राष्ट्रपति किसी कहना न कहवा पचर कारण कौन व्लादिमीर पुतिन जी अच्छा सी बर्तमान यूक्रेन उपर से करेंगे यूक्रेन टाक सांगर नहीं जीवे दखल करदे तेणु समस्ते समस्त स्वार्थ अच्छा बड़ बड़ देश माने निकोलेस को उठेला परे एभली प्रतिवाद करूना आमर एठी नरेंद्र मोदी सब बेले आमको आईमा कहानी शुणाउछंती नरेंद्र मोदी सरकार शह शह हिंदू मान हत्या कराउछि ये गोटे सप्ताह 2 सप्ताह कि मासे भितर क्या गुली करी गोटे महिला को चुट्टी काटी ताकू ठंडा पानी ढाली जन को दीपू दास को जलई दे एमती हत्या कर हिंदू को बेतले मारुचंती सेतबेले आमे वर्तमान किछि करि पारुनांती आमे छोट मोट स्ट्राइक कर देकी आमे खुशी मनाउचंती काली ओवेसी गोटे कथा कहूतला गोटे सभा महाराष्ट्र रे कहला नरेंद्र मोदी मसूद अजहर को उठे पारिबे कि पाकिस्तान नु से भली आपनकर कलिजा अछि कि 56 इंच छाती अछि कि मोदी बाबू आपण उठे पारिबे पाकिस्तान जति आम संगरे दिन राति लागुची। अच्छा आपण कहउछंती भारत अर्थनीति को आमे उपरु नै जू बोली आमे किछि करूनु बांग्लादेश को किछि करनु बांग्लादेश को चुप रखिछु आकु चुप रखिछु आमे वैदेशिक कूटनीति करछु। अच्छा मोदी बाबू काली यदि तुमको भोट न देकी कांग्रेस को जीते देबे देश तो चुलिकी जीव ना एमती चुलिकी जीव सेमती चुलिकी जीव पाकिस्तान बांग्लादेश को साबड़ करदेवे कि अमेरिका जमी भेलुनजुला कला भेलुनजुला कौन दोष था किसी दोष नथिला ये तो सब दोष कर पाकिस्तान विरोध लगुच आतंकवादी पठाऊँ यात्रा करुँच हिंदू मान हत्या कराऊँच गोटे यूदी की जदि कौटी हत्या कराऊँच इज्राएल कौली पशुची ता घरे हत्या करुँच आपण जानिथिबे ओबामा को जेतले उठेला उठेकी नहीं हत्या करके समुद्र मध्य पकेला केवल अमेरिका उपरे सी हमला करथिला बोली तेणु आमर आम सरकार केवल कथा कही हिंदू मानकर भोट नहीं हिंदू मान को ततेई आ छड़ा आ किछि नहीं हिंदू मान को सब एमती भ्रमित कर रख शह शह हिंदू हत्या होता आमे एठी जो मसूद अजहर सिना से पाकिस्तान अच्छी रही युद्ध करुच्ची माने षड्यंत्र करुच्ची आउ जो ISIS केते सब अच्छी आतंकवादी दल भारत से मसूद अजहर आतंकवादी सब अच्छी आउ गोटे कथा जानी वेनेजुएलार राष्ट्रपति की जो उठेले आपण जानी विरोधी लोकर हाथ अच्छी विरोधी दलर जेतबेले कौन देशर विरोधी दल बिक्री होतबे से राष्ट्र अवस्था से वेनेजुएला भाया हम आम भारत में विरोधी लोक अच्छा जो मैंने सब भारत को विदेश समालोचना करती प्रधानमंत्री नरेंद्र मोदी प्रधानमंत्री जी होना खाई से तुम प्रधानमंत्री तमें जाकि भारत विरोध में षड्यंत्र करुवा लोक मैंने कौन समय भारत में बिक्री हो जाती तेणु मोदी सरकार खूब सतर्क सहित ये भारत वर्ष भितर आतंकवादी संगठन भारत भितर आतंकवादी मानसिकता रखि भारत को बर्बाद करने रखि एटी आहरी 5टा देश चिंता विभाजन करुवा विभाजन करने चिंता करुवा लोक मान सतर्क रखु मसूद अजहर ठारू पाकिस्तान आतंकवादी ठारू भारत में लुचि गद्दार माने सबुठ भयंकर सी केतबेले क्षतिकार हो पारନ୍ତି।